ନୂତନ ବର୍ଷରେ ସିର୍କି ଇକୋ ପାର୍କରେ ପ୍ରବଳ ଭିଡ଼। ନାଚ ଗୀତରେ କମ୍ପିଲା ପର୍ଯ୍ୟଟନସ୍ଥଳୀ। ଜିରୋ ନାଇଟ୍ରେ ନାଚ ଗୀତ ସହ ପୁରୁଣା ବର୍ଷ 2024କୁ ବିଦାୟ ଦେବା ସହ ନୂତନ ବର୍ଷ 2025କୁ ସ୍ୱାଗତ କରିବା ପରେ ବର୍ଷର ପ୍ରଥମ ଦିନକୁ ବେଶ୍ ମନୋରଞ୍ଜନର ସହ ସ୍ଥାନୀୟ ଅଞ୍ଚଳରେ ପାଳନ କରାଯାଇଛି। ଏହି ଅବସରରେ ସକାଳୁ ସକାଳୁ ସ୍ଥାନୀୟ ଅଞ୍ଚଳର ସମସ୍ତ ମନ୍ଦିର ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା। ପରିଷଦ ଅନ୍ତର୍ଗତ ସମସ୍ତ ଚର୍ଚ୍ଚ ତରଫରୁ ସକାଳୁ ସକାଳୁ ଢୋଲ ବାଜା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଉଦୟଗିରି ଅଞ୍ଚଳର ମୁଖ୍ୟ ଆକର୍ଷଣ ସିର୍କି ଇକୋ ପାର୍କ, ମୁକ୍ଲିଙ୍ଗିଆ କାଲିଗାଡୁ ହିଲ୍ ଟପ୍, କଳିଙ୍ଗା ଘାଟି ତଥା ଅଞ୍ଚଳର ବିଭିନ୍ନ ମନ୍ଦିର ଗୁଡ଼ିକରେ ପର୍ଯ୍ୟଟକଙ୍କ ସହ ଅଞ୍ଚଳବାସୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ନୂଆବର୍ଷ ସକାଳୁ ସକାଳୁ ସିର୍କି ଇକୋ ପାର୍କ ଅଭିମୁଖେ ଶତାଧିକ ଗାଡ଼ି ମଟର ଯାତାୟାତ କରୁଥିବା ବେଳେ ଦଳ ଦଳ ହୋଇ ଭୋଜି ଆସର ଜମିଥିଲା। ପର୍ଯ୍ୟଟକ ନାଚ ଗୀତରେ ମସଗୁଲ ଥିବା ବେଳେ କିଛି ପର୍ଯ୍ୟଟକ ପ୍ରକୃତି ସୌନ୍ଦର୍ଯ୍ୟ ସହ ଫଟୋ ଉଠାଇବାରେ ବ୍ୟସ୍ତ, ଆଉ କିଛି ରୋଷେଇରେ ବ୍ୟସ୍ତ। ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ଆଗମନରେ ଅଞ୍ଚଳ ଜନଗହଳି ରହିଥିଲା। ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବାରମ୍ବାର ଆସିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସମସ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇ ଉକ୍ତ ସ୍ଥାନଗୁଡ଼ିକର ଉନ୍ନତିକରଣ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। ପର୍ଯ୍ୟଟକଙ୍କ ଅତ୍ୟଧିକ ସମାଗମ ଦେଖି ସ୍ଥାନୀୟ ପୋଲିସ ପ୍ରଶାସନ ସମସ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବା ସହ ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ।